ଆଜି ଭଳି ଦିନରେ ସ୍ତ୍ରୀ ଚାହିଁ ବସିଛି ସ୍ୱାମୀର ଫେରିବା ବାଟକୁ। ସ୍ୱାମୀ ଫେରିଲେ ସ୍ୱାମୀ ପାଦ ପୂଜା କରିବ ସାବିତ୍ରୀ। ସ୍ତ୍ରୀ ଜାଣିନାହିଁ ସ୍ୱାମୀ ଅଧା ବାଟରେ ଛପି ବସିଅଛି ମୃତ୍ୟୁର ଦେବତା। ସ୍ତ୍ରୀ ଯେମିତି ବାହୁନି ବାହୁନି ମୃତ୍ୟୁର ଦେବତା ପାଖରେ ଅଳି କରୁଛି, ସ୍ୱାମୀକୁ ଫେରାଇ ଦିଅ ମୃତ୍ୟୁର ଦେବତା ଶୁଣିବାର ନାହିଁ। ସାବିତ୍ରୀ ସତ୍ୟବାନ ଜୀବନକୁ ଫେରାଇ ଆଣିପାରିଲେ ନାହିଁ ଯମ ରାଜ୍ୟଠାରୁ। ମମତା ବାନାର୍ଜୀ ଗତ 15 ବର୍ଷ ଧରି ଯେଉଁ କାମକୁ ହେବାକୁ ଦେଇନଥିଲେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବାର ମାତ୍ର 2 ଦିନ ମଧ୍ୟରେ ସେ କାମକୁ ଆରମ୍ଭ କରାଇଥିଲେ। ପଶ୍ଚିମବଙ୍ଗ ବାଂଲାଦେଶ ମଧ୍ୟରେ ବାଣବନ୍ଦୀ କାମ ବର୍ତ୍ତମାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା କେବଳ ସୀମା ସୁରକ୍ଷାର ପ୍ରଶ୍ନ ନୁହେଁ, ଦେଶର ସୁରକ୍ଷା, ଅନୁପ୍ରବେଶ ରୋକିବା ଓ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ମନାଯାଉଛି। ଲୋକମାନେ ବର୍ତ୍ତମାନ ପରିବର୍ତ୍ତନକୁ ଅନୁଭବ କରୁଛନ୍ତି ଏବଂ ଶକ୍ତିଶାଳୀ ନେତୃତ୍ୱ ଉପରେ ନିଜର ଭରସା ପ୍ରକାଶ କରୁଛନ୍ତି। ବଳରାମ ପ୍ରସାଦ ରେଲୱେ ଟ୍ରାକ୍ ନିକଟରୁ ଯୁବକଙ୍କର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ। ଚୌଦ୍ୱାର ଥାନା ପକ୍ଷରୁ ଆଇଆଇସି ରଜନୀକାନ୍ତ ଦାସଙ୍କର ଉପସ୍ଥିତିରେ ପେଟ୍ରୋଲ ପମ୍ପରେ ପାନୀୟ ଜଳ ବଣ୍ଟନ ହୋଇଥିଲା। ଡିସିପି କଟକ ଜରିଆରେ ଭିଡୋଇ ଘରେ ଶାଳୀର ହତ୍ୟା। ଦୀର୍ଘ ବର୍ଷ ହେବ ଭଉଣୀ ଭିଡୋଇଙ୍କ ପାଖରେ ରହୁଥିଲେ ଯୁବତୀ। କାକଟପୁରର ମିଲିପ୍ରିୟା ବେହେରାଙ୍କୁ ହତ୍ୟାକାଣ୍ଡ। କାକଟପୁର ଥାନା ଶଙ୍କରେଶ୍ୱର ନିକଟରେ ବିଳମ୍ବିତ ରାତିରେ ଘରେ ପଶି ଜଣେ ଯୁବତୀଙ୍କୁ ହାଣି ନିର୍ମମ ହତ୍ୟା। ମୃତ ଯୁବତୀ ଜଣକ ହେଉଛନ୍ତି ମିଲିପ୍ରିୟା ବେହେରା। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ତଦନ୍ତ ଜାରି ରଖିଛି କାକଟପୁର ପୋଲିସ। ଲୋକଙ୍କ ସେବାରେ ମୋ ଜୀବନ ସମର୍ପିତ। କଙ୍କଡାହାଡ଼ ବ୍ଲକ ଦଶୀପୁର ଗାଁର ଘଟଣା। କେବେ ମିଳିବ ଉତ୍ତମ ଚିକିତ୍ସା? ବ୍ୟୁରୋ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ।